ଆମେ ଜାତିର ଉତ୍ଥାନ ଚାହୁଁଛେ ଏଇ ଜାତିର ଥିବା ଲୋକମାନଙ୍କର ଉତ୍ଥାନ ଆମେ କାହିଁକି ଏଇ ଜାତିର ଆଦିବାସୀ ଦଳିତ ମାନଙ୍କ ପାଇଁ ଦିଆ ହଉଛି ଆପଣ ତ ବିରୋଧ କରୁନାହାନ୍ତି କି ବିରୋଧ କରିପାରିବେ କାରଣ ସମ୍ବିଧାନ ବ୍ୟବସ୍ଥା ନା ଯେହେତୁ ଆମେ ବିରୋଧ କରୁନୁ ବା ସେ ରହିଯାଇଛି ସେମିତି ସବୁ ଜାତିର ବ୍ୟବସ୍ଥା ଅଛି ପରା ବାବୁ এইটা ପାଇଁ ମଧ୍ୟ ସମ୍ବିଧାନ ବ୍ୟବସ୍ଥା ଅଛି ଏଇ ଯୋଉ ଏମାନଙ୍କ ଏଇ ରିଜର୍ଭେସନ ମଧ୍ୟ ସମ୍ବିଧାନ ସବୁ ଜାତିର ଗୋଟେ ଗାରିମା ଅଛି ଜାଣିଛନ୍ତି କାଷ୍ଟ ପ୍ରାଇଡ ମୋ ଜାତି ହଉଛି ମୋ ପାଇଁ ଗର୍ବ ଆଉ ଏଥିପାଇଁ କାଷ୍ଟ ପଞ୍ଚାୟତ ହୁଏ ଖାପ ପଞ୍ଚାୟତ କଥା ଆପଣ ଶୁଣିଥିବେ ଜାତିକୁ ନେଇକରି କେତେ କେତେ କଥା ବାଙ୍କି ସାଇଡରେ ବହୁତ ଦିନ ତଳେ ଆମେ ବି ଗୋଟେ ଖବର କରିଥିଲୁ ସେତେ ତାଙ୍କର ରାଜା ମହାରାଜା ମନ୍ତ୍ରୀ ବି ତାଙ୍କ ଜାତିରେ ଆପଏଣ୍ଟମେଣ୍ଟ ହୁଏ ତେଣୁ ଏଇ ଯୋଉ କାଷ୍ଟ ପ୍ରାଇଡ ଟାକୁ ଆମେ ବଢେଇ ଦଉଛେ ମୋ ଜାତିର ଉତ୍ଥାନ ପାଇଁ ଆମେ ରିଜର୍ଭେସନ କାଷ୍ଟ ପ୍ରାଇଡ ଜାତିର ଅହଙ୍କାର ବଢଉଛନ୍ତି ଏଇଟା ଜାତି ଭିତରେ ଗୋଟେ କମ୍ପିଟିସନ ଆଣୁଛି ଯେ ଆମ ଲୋକମାନେ ମଧ୍ୟ ଏତେ ପଛ ଜାତି ଭିତରେ କମ୍ପିଟିସନ ନାଇଁ ଜାତି ଭିତରେ ସେଇ ଜାତି ସେମାନେ ସାଧାରଣତଃ ପଛରେ ଅଛନ୍ତି ନା ଆମ ତାଙ୍କ ଭିତରେ ମଧ୍ୟ କମ୍ପିଟିସନ ଆସୁଛି ୱି ମଷ୍ଟ ଆମେ ଏଇ ଜାଗାରେ ପହଞ୍ଚିବାକୁ ପଡିବ ଆମକୁ ପଢିବାକୁ ପଡିବ ଆମକୁ କମ୍ପିଟ୍ କରିବାକୁ ପଡିବ ଆପଣ ମନେ ରଖନ୍ତୁ ଯଦି ଆମ୍ବେଦକର ସିନା କଲେ ରିଜର୍ଭେସନ କିନ୍ତୁ କଣ କହିଥିଲେ ସେ ଦଳିତ ମାନଙ୍କୁ ୟୁ ମଷ୍ଟ ବି ଏଡୁକେଟେଡ ୟୁ ମଷ୍ଟ ଏଡୁକେଟ ୟୁଏସ୍ ଆଗ ପଢ ଶିକ୍ଷିତ ହୁଅ ରପାବୁ ୟୁନାଇଟ ହୁଅ ତାପରେ ଷ୍ଟ୍ରଗଲ କର ତ ଆଜି କଣ ଆପଣ ଆଜି ମଧ୍ୟ କହୁଛି ଏମାନଙ୍କ ପାଇଁ ସେଇଟା ତ ବିଜେଡିର କଥା କଣ ଆଜି କେହି ଶୁଣିବେନି କାହାକୁ ବିଜେଡି ଯୋଉ ବଡ ରାଲି କଲା ତାର କିଛି ପ୍ରଭାବ ନାହିଁ କେ ଲୋକ ତାକୁ ବିଶ୍ୱାସ କାହିଁକି କରିବ ଲୋକ ସେ ଯେତେ ରାଲି ତାଙ୍କର ବଡ ସଂସ୍ଥା ଅଛି ଲୋକ ଅଛନ୍ତି ଆଣିବେ କିନ୍ତୁ ପ୍ରକୃତରେ ତାଙ୍କର ସେଥିପ୍ରତି କୌଣସି ନିଷ୍ଠା ଅଛି କାରଣ ତାଙ୍କ ଦଳର ନେତା ବି କହିଛନ୍ତି ନା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯିଏକି ଆର ଜଣେ ଚମ୍ପିଆନ ସେ ତ ଆଜି କହିଲେ ନିର୍ବାଚନ ପୂର୍ବରୁ କଥା କହିଲେନି କାହିଁକି ନିର୍ବାଚନ ପୂର୍ବରୁ ଯଦି ଆମେ କଥା ଉଠେଇଥା ନିର୍ବାଚନ ଫଳାଫଳ ଡିଫରେଣ୍ଟ ହେଇଥାନ୍ତା ତେଣୁ ଏ ଦଳର କୌଣସି ନିଷ୍ଠା ନାହିଁ ଯେହେତୁ କ୍ଷମତା ବାହାରକୁ ଚାଲି ଯାଇଛନ୍ତି ତାଙ୍କୁ ଗୋଟେ ପ୍ରଶ୍ନ ଏବଂ ବଡ କଥା ହଉଛି ଯେ ରାହୁଲ ଗାନ୍ଧୀ ବା କଂଗ୍ରେସ ଦଳ ଏଇଟା ଗୋଟେ ମୁଖ୍ୟ ମୁଦ୍ଦା ଭାବରେ ଆଣୁଛି ତେଣୁ ସେଇଟାକୁ ଚେକ୍ କରିବାକୁ ହେଲେ ତାଙ୍କୁ ମଧ୍ୟ ଏ କଥା କହିବାକୁ ପଡୁଛି କିନ୍ତୁ ପ୍ରଶ୍ନବାଚକ ତାଙ୍କର ଯଦି ଆନ୍ତରିକତା ଥାନ୍ତା ସେମାନେ ଏତେ ଯାଇ କ୍ଷମତା ରହିଲେ ତ ସକାଳ ଏ ଓବିସି ଇସ୍ୟୁରେ ଓଡିଶାରେ କଣ ଭୋଟ ଅଛି ବିଜେଡି ବିଜେପି କଂଗ୍ରେସ ସମସ୍ତେ ଏକ ସ୍ୱରରେ ପଛୁଆ ବର୍ଗକୁ ରିଜର୍ଭେସନ ମିଳୁ ଓବିସି କୁ ରିଜର୍ଭେସନ ମିଳୁ ବୋଲି ପାର୍ଥନା କରୁଛନ୍ତି ତ ଏଇ ଭୋଟ ଓବିସି ର କାହାକୁ ଯିବ ଆପଣ ବୋଧେ ଜାଣିନାହାନ୍ତି ଆପଣଙ୍କର ଟିକେ ବିଚାର ଶକ୍ତିରେ ବୋଧ ଅଛି ଆପଣ ତଳ ସ୍ତରରେ ଗ୍ରାଉଣ୍ଡ ଲେଭେଲରେ କଣ ପରିବର୍ତ୍ତନ ହଉଛି ଆପଣ ଲକ୍ଷ୍ୟ କରୁନାହାନ୍ତି ମୁଁ ଗୋଟେ ଛୋଟିଆ କଥାଟା ଆପଣ ଜାଣିଛନ୍ତି ନରେନ୍ଦ୍ର ମୋଦୀ ହଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଆପଣ ଦେଖିବେ ଯୋଉ ବିରାଟ ପରିବର୍ତ୍ତନ ଛତିଶଗଡ଼ରେ ହଠାତ୍ କଂଗ୍ରେସ ଚାଲି ଯାଇକି ବିଜେପି ଆସିଲା ତା ପଛରେ ଗୋଟେ ବଡ କାରଣ ଥିଲା ନରେନ୍ଦ୍ର ମୋଦୀଙ୍କ ଜାତି ଆପଣ ଜାଣିଛନ୍ତି ସେଇଟା ଜାଣିନାହାନ୍ତି ଆପଣ ନରେନ୍ଦ୍ର ମୋଦୀଙ୍କ ଜାତି ଯୋଗୁ ଛତିଶଗଡ଼ରେ ସରକାର ଆସିଲା ଏତେ ବଡ ପରିବର୍ତ୍ତନ ଯୋଉର ମୁଖ୍ୟ ନାୟକ ସେମାନେ ହେଲେ କେମିତି କହୁଛି ଦେଖନ୍ତୁ ଆଉ ସେଥିରେ ଖଣି କମ୍ପାନୀ ମାନଙ୍କର ଭୂମିକା ଅଛି ଅନେକ କଥା କିନ୍ତୁ ବଡ ଭୂମିକା ହେଲା ନରେନ୍ଦ୍ର ମୋଦୀଙ୍କ ଜାତି ସାହୁ କମ୍ୟୁନିଟି ସାହୁ ମାନେ କିଏ ଆମର ଏଠି ସାହୁ ବହୁତ ଅଛନ୍ତି ସେଠି ମଧ୍ୟ ସାହୁ ମାନେ ହଉଛନ୍ତି ଭେରି ପାୱାରଫୁଲ କମ୍ୟୁନିଟି ସାହୁ ମାନେ ଯୋଉ ସମ୍ପ୍ରଦାୟର ଯୋଉ ଜାତି ବୋଲି କହୁଛନ୍ତି ଏଠି ସେ ନରେନ୍ଦ୍ର ମୋଦୀ ମଧ୍ୟ ସେଇ ସମ୍ପ୍ରଦାୟର ବୋଲି ଧାରଣା ଏବଂ ତାଙ୍କ ଲୋକମାନେ ସଂଗଠିତ କଲେ ଯେ ଆମର ଜଣେ ଲୋକ ପ୍ରଧାନମନ୍ତ୍ରୀ ଅଛି ଆପଣ ଜାଣିଛନ୍ତି ବହୁତ କାମ ଦେଲା ସେଇଟା ହଁ ଏଇଟା ଗୋଟେ ରିଜନ ହେଇପାରେ ମୋର କହିବା କଥା ଆର ଇମ୍ପାକ୍ଟ ଓଡିଶା ରାଜନୀତି ଉପରେ କଣ ରହିବ ବିଜେଡି ବିଜେପି କଂଗ୍ରେସ ସମସ୍ତେ ଏକ ସ୍ୱରରେ ଯେତେବେଳେ ଓବିସିଙ୍କ ପାଇଁ ଦାବି କରୁଛନ୍ତି ଆର ଇମ୍ପାକ୍ଟ କଣ ଓବିସି ମାନେ କାହାକୁ ଭୋଟ ଦେବେ ଓବିସି ଆଜ ଏ ହୋଲ ଯେତେବେଳେ ଭୋଟ ଦେବେ ମୁଁ କହୁଛି ଓବିସି ଏଇ ପ୍ରସଙ୍ଗଟା ଯେତେବେଳେ ଉଠୁଛି ଓବିସି ମାନଙ୍କ ଭିତରେ ଗୋଟେ ବେଟର ଅର୍ଗାନାଇଜ ରହୁଛନ୍ତି କାରଣ ସେମାନେ ଭାବୁଛନ୍ତି ଆମ ଦାବି ବା ଆମର ଯାହା ପାଇବା କାହାକୁ ଭୋଟ ଦେବେ ରବାବୁ କାହାକୁ ଭୋଟ ଯୋଉ ଦଳ ବିଜେଡି କି ଦେବେ ନା ବିଜେପି କି ଦେବେ ନା କଂଗ୍ରେସ ଯୋଉ ଦଳ ଆପଣ ଜାଣିଛନ୍ତି ମୁଁ ଆପଣଙ୍କୁ ଆସିବା ପୂର୍ବରୁ ମଧ୍ୟ କହୁଥିଲି ଉତ୍ତର ଭାରତ ଉତ୍ତରପ୍ରଦେଶ ବିହାରରେ ସବୁଠୁ ସର୍ବଶକ୍ତିମାନ ଥିଲା କଂଗ୍ରେସ କିନ୍ତୁ କୋଉଠି ଗଲା ଭାରି କେବଳ ଜାତି ସକାଶେ ଚାଲିଗଲା ନେହେରୁ କୁହନ୍ତୁ ଇନ୍ଦିରା ଗାନ୍ଧୀ କୁହନ୍ତୁ ରାଜୀବ ଗାନ୍ଧୀ କୁହନ୍ତୁ ଏମାନେ କାଷ୍ଟ ଆଧାର ଉପରେ ତାଙ୍କର ଧରିଥିଲେ ସେମାନେ ଯେ ମାଇନରିଟି କମ୍ୟୁନିଟି ସଂଖ୍ୟାଲଘୁ ତ ଆମ ସାଙ୍ଗରେ ରହିବେ ମୂଳ ଆଧାରରେ ଭାରତବର୍ଷ ସ୍ୱାଧୀନତା ପରଠାରୁ ଯୋଉ ହେଇଛି ପ୍ଲସ୍ ଯେହେତୁ 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 ନେହେରୁ ବ୍ରାହ୍ମୀଣ କମ୍ୟୁନିଟି ବ୍ରାହ୍ମୀଣ ମାନଙ୍କର ସମର୍ଥନ ଥିଲା ସେଠି ବ୍ରାହ୍ମୀଣ ମାନଙ୍କର ଅଛି ବହୁତ ପ୍ଲସ୍ ଏଇ ଦଳିତ ଗୋଟେ ମେଜର ଚଙ୍କ ଅଫ ଦଳିତ ଭାରତବର୍ଷରେ ଦଳିତ ମାନେ ଆମ୍ବେଦକର ଗୋଟେ ନୂଆ ବିଚାରଧାରା ଆଇଲେ କିନ୍ତୁ ଆମ୍ବେଦକରଙ୍କ ପୂର୍ବରୁ ଆପଣ ଦେଖିବେ କଂଗ୍ରେସ ଥିଲା ଦଳିତ ମାନଙ୍କର ମୁଖ୍ୟ ତ୍ରାଣକର୍ତ୍ତା ଭାବରେ ଅନେକ ଜାଗାରେ କାମ କରୁଥିଲା କରୁଥିଲା
संविधान प्रणयन କିନ୍ତୁ ଏବେ ପରେ ସବୁ ଆଉ ସ୍ୱାଧୀନତା ନାହିଁ। କାହିଁକି ନା ନେହରୁ ଗାନ୍ଧୀ ଯେତେବେଳେ ଥିଲେ ଯେତେବେଳେ ଗୋଟେ ବଡ ଧରଣର ଚାଲିଲା ହରିଜନ ପଦଯାତ୍ରା 1930 ପରଠୁ କ୍ରମାଗତ ଭାବରେ କଂଗ୍ରେସ ଲୋକମାନଙ୍କୁ କୁହାଗଲା ତମେ ଯୋଉଠିକି ଯିବ ହରିଜନ ବସ୍ତିକି ଯିବ ହରିଜନ ବସ୍ତିରେ ଖାଇବ ହରିଜନ ଘରେ ଖାଇବ এই কথা কংগ্রেস দল গোটে ক্যাম্পেন করছুটি এবং যেতবে রিজর্ভেশন ଆପଣ ଏଇଆ সংবিধান ପରେ କହୁଛନ୍ତି, ହେଲା ବହୁ ଲୋକ ବର୍ଷ ଧରି ଯେହେତୁ କଂଗ୍ରେସ କଂଗ୍ରେସ କ୍ଷମତାରେ ସପକ୍ଷରେ ଥିଲେ ଜାତି ମାନେ ଥିଲେ ଜାତି ବର୍ତ୍ତମାନ ମାନେ ସମୟ- ଏଇ ଜାତି ମାନେ ଥିଲେ କିନ୍ତୁ ହଁ, ଏଇ ଜାତି ପଛୁଆ ମାନେ ଜାତି ମାନେ। ଏଇ ଜାତି ମାନେ ଯେତେବେଳେ ଚାଲିଗଲେ ମଣ୍ଡଳ କମିଶନ ହେଲା ଏବଂ କାଂଶୀରାମଙ୍କ ଆବିର୍ଭାବ ହେଲା ଏବଂ କାଂଶୀରାମ ଯେତେବେଳେ ଦଳିତ କମ୍ୟୁନିଟିକୁ ଅର୍ଗାନାଇଜ କରିଦେଲେ ଏବଂ ଏ କମ୍ୟୁନିଟି ଅର୍ଗାନାଇଜ କରିଦେଲେ ଏବଂ ବିଜେପି ଯେତେବେଳେ କମଣ୍ଡଳ ନେଲା ଓ ଅପର କାଷ୍ଟ ଯୋଉମାନେ ବିଜେପି କଂଗ୍ରେସକୁ ସମର୍ଥନ କରୁଥିଲେ ବ୍ରାହ୍ମଣ ସେମାନେ ମଧ୍ୟ ବିଜେପି କି ପ୍ରିଫର କଲେ ତାର ଚାଲିଗଲା, ଭୋଟ ବ୍ୟାଙ୍କ କଂଗ୍ରେସ ପଳେଇଲା। ଶୂନ୍ୟ ହେଇଗଲା ହଁ।